जगत जीवन नेउछि शरण जगत जीवन नेउछि शरण तुमे करुणावतार सत्य शिव सुंदर हे शिव शंकर सत्य शिव सुंदर हे शिव शंकर जन्म रे कनिया मरण रे बिनिया दुई पखे दुई निया बोली नाम दुनिया हे माया संसार के नुहे कहार हे माया संसार के नुहे कहार तुमे सहायक मोर सत्य शिव सुंदर हे शिव शंकर सत्य शिव सुंदर हे शिव शंकर गलारे सर्पर हार दिसे कि मनोहर डम 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 निनाद करे डमरू तुमर हस्तरे त्रिशूल त्रिताप संहार हस्तरे त्रिशूल त्रिताप संहार तुमे त्रिशूल धर सत्य शिव सुंदर हे शिव शंकर सत्य शिव सुंदर हे शिव शंकर सकल इच्छा मोहर देली तुम पयर सुखे दुखे सखी का तुमे मोहर सकल इच्छा मोहर देली पादे तुमार सुखे दुखे सखी का तुमे मोहर जगत जंजाल करिब मधुर जगत जंजाल करिब मधुर तुमे मंगल कर सत्य शिव सुंदर हे शिव शंकर सत्य शिव सुंदर हे शिव शंकर हे जगत तुमे सत्य हे जगत तुमे सत्य चिर सुंदर सत्य शिव सुंदर हे शिव शंकर। ओम नमः शिवाय। शिव पुराण विद्येश्वर संहिता आमे 23 अध्याय आलोचना करिबा। 23 अध्यायर शिव नाम जप, भस्म धारणर महिमा, त्रिपंडर देवता एवं स्थान आदि प्रतिपादन ए विषय में आलोकपात करिबा। ऋषि पचारिले महाभाग व्यास शिष्य सुतजी आपण को नमस्कार। एबे आपण उत्तम परम भस्म महात्म्य को वर्णना करंतु। जे भस्म महात्म्य की आ रुद्राक्ष महात्म्य एवं नाम महात्म्य ए तीन महात्म्यर परम प्रसन्नता पूर्वक प्रतिपादन कले आमे हृदय सहित आनंदित हेबु। सुत कहउछंती हे महर्षि आपण माने बहुत उत्तम कथा पचारिछंती, जहा कि समस्त लोक मानक पई एहा होछ गोटे हितकारकर विषय।
ଯେଉଁଥିରେ କି ଭଗବାନ ଶିବଙ୍କର ଉପାସନା କରିପାରିବା ଏବଂ ଯେଉଁମାନେ ହିଁ ଶିବଙ୍କର ଉପାସନା କରିବେ ସେମାନେ ଧନ୍ୟ ହୋଇଯିବେ, କୃତାର୍ଥ ହୋଇଯିବେ, ଦେହ ଧାରଣ କରିବାର ସଫଳତାକୁ ଲାଭ କରିବେ। ପରିଶେଷରେ ସମସ୍ତ କୁଳର ମଧ୍ୟ ଉଦ୍ଧାର ହୋଇଯିବ। ଯାହାଙ୍କର ମୁଖରେ ଭଗବାନ ଶିବଙ୍କର ନାମ, ଯେ ନିଜ ମୁଖରୁ ସଦାଶିବ ଆଉ ଶିବ ଇତ୍ୟାଦି ନାମର ଉଚ୍ଚାରଣ କରୁଥାଏ ନା, ତାର ପାପ ସବୁ କିଛି ସ୍ପର୍ଶ କରିପାରେ ନାହିଁ। ତାର ସମସ୍ତ ପାପ ଦୂରୀଭୂତ ହୋଇଯାଏ। ଯେପରି ଖଦିର ବୃକ୍ଷ ଅଙ୍ଗାରକୁ ଛୁଇଁବାକୁ ସାହସ କରିପାରେ ନାହିଁ, ଠିକ୍ ସେହିପରି ହେ ଶିବ, ଆପଣଙ୍କୁ ନମସ୍କାର। ଶ୍ରୀ ଶିବାୟ ନମସ୍ତୁଭ୍ୟଂ। ଏହି କଥା ଯେତେବେଳେ ମୁହଁରୁ ଆମର ବାହାରି ପଡେ, ସେତେବେଳେ ମୁଖ ସମସ୍ତ ପାପର ବିନାଶ କରୁଥିବା ପରମ ପାବନ ତୀର୍ଥ ସ୍ୱରୂପ ସେ ମୁଖ ହୋଇଯାଏ। ଯେଉଁ ମନୁଷ୍ୟ ପ୍ରସନ୍ନତା ପୂର୍ବକ ତାର ମୁଖକୁ ଦର୍ଶନ କରେ, ସେ ନିଶ୍ଚୟ ତୀର୍ଥ ସେବନ ଜନିତ ଫଳକୁ ପ୍ରାପ୍ତ କରିଥାଏ। କାରଣ ପରମ ପବିତ୍ର ନାମ ଯେଉଁ ମୁଖ ଦେଇ ନିର୍ଗତ ହୋଇଥାଏ, ତାହା ତୀର୍ଥ ସ୍ୱରୂପ ବୋଲି ଆମେ ମାନିନେବା। ହେ ବ୍ରାହ୍ମଣ ମାନେ, ଶିବଙ୍କର ନାମ, ବିଭୂତି ବା ଭସ୍ମ ଏବଂ ରୁଦ୍ରାକ୍ଷ, ଇଏ ତିନି ହେଉଛନ୍ତି ତ୍ରିବେଣୀ ସମାନ ପରମ ପୁଣ୍ୟ ପାବନ, ପରମ ପୁଣ୍ୟମୟ ବୋଲି କୁହାଯାଇଛି। ଯେଉଁଠାରେ କି ତିନି ଶୁଭତର ବସ୍ତୁ ସର୍ବଦା ରହିଥାନ୍ତି, ତାହାଙ୍କର ଦର୍ଶନ ମାତ୍ରରେ ମନୁଷ୍ୟ ତ୍ରିବେଣୀ ସ୍ନାନର ଫଳକୁ ପ୍ରାପ୍ତ କରିଥାଏ। ଭଗବାନ ଶିବଙ୍କର ନାମ ହେଉଛି ଗଙ୍ଗା, ବିଭୂତି ବା ଭସ୍ମ ହେଉଛି ଯମୁନା ଏବଂ ରୁଦ୍ରାକ୍ଷ ହେଉଛନ୍ତି ମା ସରସ୍ୱତୀଙ୍କର ପ୍ରତୀକ। ଏହି ତିନି ଯେତେବେଳେ ସଂଯୁକ୍ତ ହୋଇଯାଆନ୍ତି, ସେତେବେଳେ ତ୍ରିବେଣୀ ସମସ୍ତ ପାପର ନାଶ କରିବାର ପରମ ପାବନ ତୀର୍ଥ ହୋଇଯାଏ। ହେ ଶ୍ରେଷ୍ଠ ବ୍ରାହ୍ମଣ ମାନେ, ଏହି ତିନିର ମହିମାକୁ ସଦ୍ ସିଦ୍ଧି ଲକ୍ଷଣ ଯୁକ୍ତ ଭଗବାନ ମହେଶ୍ୱରଙ୍କ ବିନା ଦ୍ୱିତୀୟ କେହି ମଧ୍ୟ ଠିକ ଭାବରେ ଜାଣିନାହାନ୍ତି କି ବୁଝି ନାହାନ୍ତି ବି କହିପାରିବେ ନାହିଁ। ଏହି ବ୍ରହ୍ମାଣ୍ଡରେ ଯାହା କିଛି ହିଁ ଅଛି, ସେ କେବଳ ମହେଶ୍ୱରଙ୍କୁ ହିଁ ଆମେ ବୁଝିପାରିବା। ଏହି ଜଗତ କହିଲେ କେବଳ ଶିବମୟ ଏବଂ ଏହି ଜଗତର ସ୍ୱରୂପ କହିଲେ କେବଳ ଶିବ ସ୍ୱରୂପକୁ ଆମେ ବୁଝିନେବା। ହେ ବିପ୍ରଗଣ, ମୁଁ ନିଜର ଶ୍ରଦ୍ଧା ଭକ୍ତି ଅନୁସାରେ ସଂକ୍ଷେପରେ ଭଗବତ ନାମର ମହିମା କିଛି ବର୍ଣ୍ଣନା କରୁଛି। ତୁମେମାନେ ପ୍ରେମ ପୂର୍ବକ ତାକୁ ଶ୍ରବଣ କର। ଏହି ନାମ ମାହାତ୍ମ୍ୟ ସମସ୍ତ ପାପକୁ ହରଣ କରିବାରେ ସର୍ବୋତ୍ତମ ସାଧନ ହୋଇଛି। ଏହି ଶିବ ନାମ ରୂପୀ ଦାବାନଳରୁ ମହାନ ପାତକ ରୂପୀ ପର୍ବତ ଅନାୟାସରେ ଭସ୍ମ ହୋଇଗଲା ଭଳି ସତ୍ୟ ସତ୍ୟ ତ୍ରିବାର ସତ୍ୟ। ଏଥିରେ କୌଣସି ସଂଶୟ ନାହିଁ କି ଦ୍ୱିମତ ମଧ୍ୟ ନାହିଁ। ସୌନକଜୀ, ପାପ ମୂଳକ ଯେଉଁ ନାନା ପ୍ରକାର ଦୁଃଖ ଅଛି, ସେ ସବୁର ଏକମାତ୍ର ଶିବ ନାମ ବା ଭଗବତ ନାମ ହିଁ ନଷ୍ଟ କରିବା ପାଇଁ ଉପଯୁକ୍ତ ଅଟନ୍ତି। ଦ୍ୱିତୀୟ ସାଧନ ସମ୍ପୂର୍ଣ୍ଣ ଯତ୍ନ କରିବା ପରେ ମଧ୍ୟ ପୂର୍ଣ୍ଣତୟା କେବେ ବି ନଷ୍ଟ ହୋଇନଥାଏ। ଯେଉଁ ମନୁଷ୍ୟ ଏହି ଭୂତଳ ଉପରେ ସର୍ବଦା ଭଗବାନ ଶିବଙ୍କର ନାମ ଜପରେ ହିଁ ଲାଗି ରହିଥାଏ, ସେ ବେଦର ଜ୍ଞାତା, ସେ ପୁଣ୍ୟାତ୍ମା, ସେ ଧନ୍ୟବାଦର ପାତ୍ର ଅଟନ୍ତି। ଆଉ ଯେଉଁ ବିଦ୍ୱାନ, ସେ ହିଁ ଏହି ସ୍ୱରୂପକୁ ବୁଝିଥାଏ। ଯାହାଙ୍କର ଶିବ ନାମ ଜପରେ ବିଶ୍ୱାସ, ତାଙ୍କ ଦ୍ୱାରା ଆଚରିତ ନାନା ପ୍ରକାର ଧର୍ମ ତତ୍କାଳ ଫଳ ପ୍ରଦାନ କରିବାରେ ଉତ୍ସୁକତା ହୋଇଥାଏ। ହେ ମହର୍ଷେ, ଭଗବାନ ଶିବଙ୍କର ନାମରୁ ଯେତେ ସବୁ ପାପ ନଷ୍ଟ ହୋଇଥାଏ, ପାପୀ ମନୁଷ୍ୟ ଭୂତଳ ଉପରେ ସେତେ ପାପ କେବେ ବି କରିପାରେ ନାହିଁ। ଭବନ୍ତି ବିବିଧା ଧର୍ମା ତେଷାଂ ସଦ୍ୟ ଫଳୋନ୍ମୁଖଃ ଯେଷାଂ ଭବତି ବିଶ୍ୱାସଃ ଶିବ ନାମ ଜପେ ମୁନେ ପାତକାନି ବିନଶ୍ୟନ୍ତି ଯାବନ୍ତି ଶିବ ନାମତଃ ଭୁବି ତାବନ୍ତି ପାପାନି କ୍ରିୟନ୍ତେ ନରେ ମୁନେଃ। ଯିଏ ଶିବ ନାମ ରୂପୀ ନୌକା ଉପରେ ଆରୂଢ ହୋଇ ସଂସାର ରୂପୀ ସମୁଦ୍ରକୁ ପାର କରିବାରେ
ସେ ଜନ୍ମ ମରଣ ରୂପ ସଂସାରର ମୂଳଭୂତ ସମସ୍ତ ପାପକୁ ନିଶ୍ଚୟ ନଷ୍ଟ କରିପାରେ। ହେ ମହାମୁନି, ସଂସାରର ମୂଳଭୂତ ପାତକ ରୂପକ ପାଦପକୁ ଶିବ ନାମ ରୂପୀ କୁଠାରରେ ନିଶ୍ଚୟ ନାଶ କରାଯାଇପାରିବ। ଆଉ ଯେଉଁ ପାପ ରୂପୀ ଦାବାନଳରେ ପୀଡ଼ିତ ହୋଇଥାଏ, ସେ ଶିବ ନାମ ରୂପୀ ଅମୃତକୁ ଯେତେବେଳେ ପାନ କରେ, ପାପର ଦାବାନଳରେ ଦଗ୍ଧୀଭୂତ ହୋଇ ସେତିବେଳେ ଶିବ ନାମାମୃତ ବିନା ଶାନ୍ତି ପାଇପାରେ ନାହିଁ। ଆଉ ଯେଉଁ ନାମ ରୂପୀ ସୁଧାର ବୃଷ୍ଟି ଜନିତ ଧାରାରେ ବୁଡ଼ ପକେଇଥାଏ, ସେ ସଂସାର ରୂପୀ ଦାବାନଳର ମଧ୍ୟରେ ଠିଆ ହୋଇବା ପରେ ମଧ୍ୟ ତାକୁ କୌଣସି ଶୋକର ଭାଗିଦାର ହେବାକୁ ପଡେ ନାହିଁ। ଯେଉଁ ମହାତ୍ମା ମନରେ ଶିବ ନାମଙ୍କ ପ୍ରତି ବଡ଼ ଭାରି ଭକ୍ତି ରହିଥାଏ, ସେଇ ଲୋକ ସହସା ସର୍ବଦା ମୁକ୍ତି ହୋଇଯାଏ। ଶିବ ନାମ ତରିଂ ପ୍ରାପ୍ୟଂ ସଂସାରାବ୍ଧି ତରନ୍ତି ତେ ସଂସାର ମୂଳ ପାପାନି ତାନି ନଶ୍ୟନ୍ତ ସଂଶୟಂ। ସଂସାର ମୂଳ ଭୂତାନାଂ ପାତକାନାଂ ମହାମୁନି ଶିବ ନାମ କୁଠାରେଣ বিনাশো জায়তে ধ্রুবম। শিব নামামৃতম পেয়ং পাপদাবানলদিতে পাপদাবাগ্নিতপ্তানাং শান্তিস্তেন বিনা নহি। শিবেতি নাম পীয়ূষ বর্ষাধারা পরিপ্লুতাঃ সংসার দাবমাদ্যেপি ন শোচন্তি কদাচনাম। শিব নাম্নি মহদ ভক্তি প্রজাতা যেষং মহাত্মনাম তদ্ধিধানং তু সহসা মুক্তির্ভবতি সর্বথা। ଯାହା ମନରେ ଭଗବାନ ଶିବଙ୍କର ନାମ ପ୍ରତି କେବେ ମଧ୍ୟ ଖଣ୍ଡିତ ହେଉନଥିବା ଅସାଧାରଣ ଭକ୍ତି ପ୍ରକଟିତ ହୁଏ, ତା ପାଇଁ ମୋକ୍ଷ ମଧ୍ୟ ସୁଲଭ ହୋଇଯାଏ। ଏହା ହେଉଛି ମୋର ମତ। ଯିଏ ଅନେକ ପାପ କରି ଭଗବାନ ଶିବଙ୍କର ନାମ ଜପରେ ଆଦର ପୂର୍ବକ ଲାଗିଯାଏ, ସେ ସମସ୍ତ ପାପରୁ ମୁକ୍ତ ମଧ୍ୟ ହୋଇଯାଏ। ଏଥିରେ କୌଣସି ସଂଶୟ ନାହିଁ। ଯେପରି ବନରେ ଦାବାନଳରେ ଦଗ୍ଧ ହୋଇଥିବା ବୃକ୍ଷ ଭସ୍ମ ହୋଇଯାଏ, ଠିକ୍ ସେହିପରି ଶିବ ନାମ ରୂପୀ ଦାବାନଳରୁ ଦଗ୍ଧୀଭୂତ ହୋଇ ସମୟ ପର୍ଯ୍ୟନ୍ତ ସମସ୍ତ ପାପକୁ ଭସ୍ମ ହୋଇଯାଏ। ହେ ଶୌନକଜୀ, ଯାହାର ଅଙ୍ଗ ନିତ୍ୟ ଭସ୍ମ ଲଗାଇବାରେ ପବିତ୍ର ହୋଇଯାଇଛି, ଯିଏ ଶିବ ନାମ ଜପକୁ ଆଦର ପୂର୍ବକ କରୁଅଛି, ଘୋର ସଂସାର ସାଗରକୁ ସେ ମଧ୍ୟ ପାର ହୋଇଯିବ। ସମ୍ପୂର୍ଣ୍ଣ ବେଦର ଅବଲୋକନ କରି ପୂର୍ବବର୍ତ୍ତୀ ମହର୍ଷିମାନେ ଏଠାରେ ନିଶ୍ଚୟ କରି କହିଛନ୍ତି କି ଭଗବାନ ଶିବଙ୍କର ନାମ ଜପ ସଂସାର ସାଗରକୁ ପାର କରିବା ପାଇଁ ସର୍ବୋତ୍ତମ ଉପାୟ। ହେ ମୁନିମାନେ, ଅଧିକ କଣ କହିବାର ଲାଭ? ମୁଁ ତ ଶିବ ନାମର ସର୍ବ ପାପାପହାରୀ ମାହାତ୍ମ୍ୟର ଏକ ହିଁ ଶ୍ଲୋକ ବର୍ଣ୍ଣନା କଲି ନା। ଭଗବାନ ଶଙ୍କରଙ୍କର ଏହି ନାମରେ ମଧ୍ୟ ପାପ ହରଣ କରିବାର ଯେତିକି ଶକ୍ତି ଅଛି, ସେତିକି ପାତକ ମନୁଷ୍ୟ ଜୀବନ କାଳ ମଧ୍ୟରେ କେବେ ବି କରିପାରେ ନାହିଁ। ପାପାନାଂ ହରଣେ ଶମ୍ଭୋ ନାମ୍ନିଃ ଶକ୍ତିର୍ହି ଯାବତି ଶକ୍ନୋତି ପାତକଂ ତାବତ୍ କର୍ତ୍ତୁନାପି ନରଃ କ୍ୱଚିତ୍। ଶିବ ନାମରେ ପାପ କଟେ ଯେତେ, ପାପୀ ନ କରେ ପାପ ତେତେ। ହେ ମୁନି, ପୂର୍ବ କାଳରେ ମହାପାପୀ ରାଜା ଇନ୍ଦ୍ରଦ୍ୟୁମ୍ନ ଶିବ ନାମର ପ୍ରଭାବରେ ଉତ୍ତମ ସଦ୍ଗତି ମଧ୍ୟ ପ୍ରାପ୍ତ କରିଥିଲେ। ଏହିଭଳି କୌଣସି ବ୍ରାହ୍ମଣୀ ଯୁବତୀ ମଧ୍ୟ ଥିଲେ, ଯିଏକି ବହୁତ ପାପ ଜୀବନ ବ୍ୟାପୀ କରିଛନ୍ତି ଆଉ ଶିବ ନାମର ପ୍ରଭାବରେ ଉତ୍ତମ ଗତିକୁ ମଧ୍ୟ ପ୍ରାପ୍ତ ହୋଇଛନ୍ତି। ଏହି ପ୍ରକାର ମୁଁ ତୁମକୁ ଭଗବତ ନାମ ଉତ୍ତମ ମାହାତ୍ମ୍ୟକୁ ବର୍ଣ୍ଣନା କଲି। ଏବେ ତୁମେ ଭସ୍ମର ମାହାତ୍ମ୍ୟକୁ ଶୁଣିବ, ଯିଏ ସମସ୍ତ ପାବନ ବସ୍ତୁର ମଧ୍ୟ ପାବନକାରୀ ଅଟନ୍ତି। ଏ ମହର୍ଷି ମାନେ
ଭସ୍ମ ସମ୍ପୂର୍ଣ୍ଣ ମଙ୍ଗଳର ପ୍ରଦାନ କରିଥାଏ, ପରମ ପବିତ୍ର ଏବଂ ଉତ୍ତମ ସ୍ୱରୂପ। ଏହାର ଦୁଇ ଭେଦ ରହିଛି। ଏହି ଭେଦରେ ଆମେ ବର୍ଣ୍ଣନା କରିବା କି ସାବଧାନ ହୋଇ ଶ୍ରବଣ କରିବା। ଗୋଟିଏ ହେଉଛି ମହାଭସ୍ମ, ଦ୍ୱିତୀୟଟି ହେଉଛି ସ୍ୱଳ୍ପ ଭସ୍ମ। ମହାଭସ୍ମର ମଧ୍ୟ ଅନେକ ଭେଦ ରହିଛି। ତିନି ପ୍ରକାରର କୁହାଯାଇଛି, ଶ୍ରୋତ, ସ୍ମାର୍ତ, ଲୌକିକ। ତିନି ପ୍ରକାରର। ସ୍ୱଳ୍ପ ଭସ୍ମ ମଧ୍ୟ ବହୁତ ଭେଦରେ ବର୍ଣ୍ଣନା କରାଯାଇଛି। ଶ୍ରୋତ ସ୍ମାର୍ତ ଭସ୍ମକୁ କେବଳ ବ୍ରାହ୍ମଣ ମାନେ ହିଁ ଉପଯୋଗ କରିବା ପାଇଁ ଯୋଗ୍ୟ ହୋଇଥାଏ। ତୃତୀୟତଃ ହେଉଛି ଲୌକିକ ଭସ୍ମ, ଯାହାକି ଅନ୍ୟ ସମସ୍ତେ ମଧ୍ୟ ଉପଯୋଗ କରିପାରିବେ। ଶ୍ରେଷ୍ଠ ମହର୍ଷି ମାନଙ୍କର ଏହି ବଚନ ଯେ ବ୍ରାହ୍ମଣ ମାନେ ବୈଦିକ ମନ୍ତ୍ରରେ ଉଚ୍ଚାରଣ ପୂର୍ବକ ଭସ୍ମ ଧାରଣ କରିବା ଉଚିତ। ଦ୍ୱିତୀୟ ଲୋକ ପାଇଁ ବିନା ମନ୍ତ୍ରରେ ହିଁ କେବଳ ଧାରଣ କରିବାର ବିଧାନ ରହିଛି। ଜଳୁଥିବା ଗୋବରରେ ପ୍ରକଟ ହୋଇଥିବା ଭସ୍ମ ଆଗ୍ନେୟ ବୋଲି କୁହାଯାଏ। ଏହାକୁ ମଧ୍ୟ ତ୍ରିପୁଣ୍ଡର ଦ୍ରବ୍ୟ ଏପରି ବି କୁହାଯାଇଛି। ଅଗ୍ନିହୋତ୍ରରୁ ଉତ୍ପନ୍ନ ହୋଇଥିବା ଭସ୍ମକୁ ମନୁଷ୍ୟ ପୁରୁଷଙ୍କୁ ସଂଗ୍ରହ କରିବା ଉଚିତ। ଅନ୍ୟ ଯଜ୍ଞରୁ ପ୍ରକଟ ହୋଇଥିବା ଭସ୍ମ ମଧ୍ୟ ତ୍ରିପୁଣ୍ଡର ଧାରଣ କାମରେ ଆସିଯାଇଥାଏ। ଜାବାଳ ଉପନିଷଦରେ କୁହାଯାଇଛି, ହି ଅଗ୍ନିହି ଇତ୍ୟାଦି ସପ୍ତମନ୍ତ୍ର ଦ୍ୱାରା ଜଳ ମିଶ୍ରିତ ଭସ୍ମରେ ତାକୁ ଝୁଲେଇକି ରଖିବା ଉଚିତ। କେମିତି ନା ବିଭିନ୍ନ ଅଙ୍ଗରେ ଆମେ ମର୍ଦନ ବା ଲେପନ କରିବା। ମହର୍ଷି ଜାବାଳି ସମସ୍ତ ବର୍ଣ୍ଣ ଆଉ ଆଶ୍ରମ ପାଇଁ ମନ୍ତ୍ରରେ ବା ବିନା ମନ୍ତ୍ରରେ ମଧ୍ୟ ଆଦର ପୂର୍ବକ ଭସ୍ମରୁ ତ୍ରିପୁଣ୍ଡ ଲଗେଇବାର ଆବଶ୍ୟକତା ବୋଲି କହିଛନ୍ତି। ଆଉ ସମସ୍ତ ଅଙ୍ଗରେ ସଜଳ ଭସ୍ମକୁ ଲଗେଇ ପାରିବା। ବିଭିନ୍ନ ଅଙ୍ଗରେ ତେର୍ଛା ତ୍ରିପୁଣ୍ଡ ଲଗେଇବା ଏବଂ କାର୍ଯ୍ୟର ମୁଖ୍ୟାର୍ଥୀ ପୁରୁଷ ପ୍ରସାଦରୁ କେବେ ମଧ୍ୟ ଏହାକୁ ଛାଡିବା ଉଚିତ ନୁହେଁ। ଏହା ହେଉଛି ଶ୍ରୁତିର ଆଦେଶ। ଭଗବାନ ଶିବ ଆଉ ବିଷ୍ଣୁ ମଧ୍ୟ ତିର୍ଯକ ତ୍ରିପୁଣ୍ଡ ଧାରଣ କରୁଥିଲେ। ଅନ୍ୟ ଦେବୀ ମାନଙ୍କ ସହିତ ଭଗବତୀ ଉମା, ମା ଲକ୍ଷ୍ମୀ ଦେବୀ ମଧ୍ୟ ବାଣୀ ଦ୍ୱାରା ତାଙ୍କର ପ୍ରଶଂସା କରିଛନ୍ତି। ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର, ବର୍ଣ୍ଣଶଙ୍କର ଏବଂ ଜାତିଭ୍ରଷ୍ଟ ପୁରୁଷମାନେ ମଧ୍ୟ ଉଦ୍ଧଳନ ଏବଂ ତ୍ରିପୁଣ୍ଡ ରୂପରେ ଭସ୍ମକୁ ଧାରଣ କରିବାର ବିଧି ଏଥିରେ ରହିଛି। ଏହାପରେ ଭସ୍ମ ଧାରଣ ଏବଂ ତ୍ରିପୁଣ୍ଡର ମହିମା ବିଧି କହିବା ପାଇଁ ସୂତ କହୁଛନ୍ତି, ହେ ମହର୍ଷି ମାନେ, ଏହି ପ୍ରକାର ମୁଁ ସଂକ୍ଷେପରେ ତ୍ରିପୁଣ୍ଡର ମାହାତ୍ମ୍ୟ କହିଲି। ଏବେ ସମସ୍ତ ପ୍ରାଣୀମାନଙ୍କ ପାଇଁ ଗୋପନୀୟ ରହସ୍ୟ କଣ କହୁଛି, ତୁମେମାନେ ଗୁପ୍ତ ରଖିବ। ଏ କଥା ଅନ୍ୟଥା କାହାକୁ ପ୍ରଘଟ କରିବ ନାହିଁ। ଲଲାଟ ଆଦି ସମସ୍ତ ନିର୍ଦ୍ଦିଷ୍ଟ ସ୍ଥାନରେ ଯେ ଭସ୍ମର 3 ତେର୍ଛା ରେଖା ଲଗେଇଥାଏ, ସେଇ ବିଦ୍ୱାନ ତ୍ରିପୁଣ୍ଡ କୁହାଯାଏ। 2 ଭ୍ରୁଲତା ମଧ୍ୟ ଭାଗରେ, ଯୋଉଠାରେ କି 2 ଚକ୍ଷୁର ଭ୍ରୁଲତା ମଧ୍ୟ ଭାଗର ଅନ୍ତ ହୋଇଛି, ତାଠାରୁ ବଡ଼ ତ୍ରିପୁଣ୍ଡ ଲଲାଟରେ ଧାରଣ କରିବା ଉଚିତ। ମଧ୍ୟମା ଆଉ ଅନାମିକା ଆଙ୍ଗୁଳି 2 ରେଖାରେ ମଧ୍ୟ ଭାଗରେ ଅଙ୍ଗୁଷ୍ଠ ଦ୍ୱାରା ପ୍ରତିଲୋମ ଭାବରେ କରାଯାଇଥାଏ, ଯାହାକୁ କି ଆମେ ରେଖା ତ୍ରିପୁଣ୍ଡ ବୋଲି କହିପାରିବା। ଏବଂ ମଧ୍ୟ ଭାବରେ 3 ଅଙ୍ଗୁଳିର ଭସ୍ମ ନେଇ ଯତ୍ନ ପୂର୍ବକ ଭକ୍ତି ଭାବରେ ଲଲାଟରେ ତ୍ରିପୁଣ୍ଡକୁ ଧାରଣ କରିପାରିବା। ତ୍ରିପୁଣ୍ଡ ଅତ୍ୟନ୍ତ ଉତ୍ତମ ଆଉ ଭୋଗ ମୋକ୍ଷକୁ ପ୍ରଦାନ କରିଥାଏ। ତ୍ରିପୁଣ୍ଡର 3 ରେଖାରେ ପ୍ରତ୍ୟେକ 9 ଦେବତା ନିବାସ କରିଛନ୍ତି, ସମସ୍ତ ଅଙ୍ଗରେ ରହିଛନ୍ତି, ତାଙ୍କର ପରିଚୟ ମଧ୍ୟ ଦାନ କରିଛନ୍ତି। ତୁମେ ସାବଧାନ ହୋଇ ଶ୍ରବଣ କର। ପ୍ରଣବର ପ୍ରଥମ ଅକ୍ଷର ହେଉଛି ଅକାର। ଅକାରରେ ଗାର୍ହପତ୍ୟ ଅଗ୍ନି, ପୃଥିବୀ, ଭୌତିକ ଜଗତର ଯୋଉ ପଞ୍ଚଭୂତ ପୃଥିବୀ ଅଛନ୍ତି ଏବଂ ସେଠାରେ ଧର୍ମରାଜ ରହିଛନ୍ତି, ତାହା ହେଉଛି ରଜଗୁଣ ଏବଂ ଋଗ୍ବେଦ ସମାନ କ୍ରିୟା ଶକ୍ତିଯୁକ୍ତ। ପ୍ରାତଃ ସ୍ତବନ ଏବଂ ମହାଦେବ ହେଉଛନ୍ତି ଦେବତା। ଏହିପରି ତ୍ରିପୁଣ୍ଡର ପ୍ରଥମ ରେଖାରେ 9 ଦେବତା ନିବାସ କରିଛନ୍ତି। ତାପରେ
ଶିବ ଦୀକ୍ଷା ପରାୟଣ ପୁରୁଷ ମାନେ ଭଲ ଭାବରେ ଏହାକୁ ବୁଝି ନେବା ଉଚିତ, ଜାଣି ନେବା ଉଚିତ ଏବଂ ତାକୁ କାର୍ଯ୍ୟରେ ଲଗାଇବା ମଧ୍ୟ ଉଚିତ। ପ୍ରଣବର ଦ୍ୱିତୀୟ ମାତ୍ରା ହେଲା ଉକାର। ଉକାର ହେଲା ଦକ୍ଷିଣାଗ୍ନି, ଆକାଶ ତତ୍ଵ, ସତ୍ଵ ଗୁଣ, ଯଜୁର୍ବେଦ, ମଧ୍ୟଦିନ ସ୍ତବନ, ଇଚ୍ଛା ଶକ୍ତି ଆଉ ଅନ୍ତରାତ୍ମା। ପରିଶେଷରେ ଏଠାରେ ରହିଛନ୍ତି ମହେଶ୍ଵର ଦେବତା। ଦ୍ୱିତୀୟ ରେଖାରେ ସେ ମଧ୍ୟ 9 ଦେବତା ରହିଛନ୍ତି। ପ୍ରଣବର ତୃତୀୟ ଅକ୍ଷର ହେଲା ମକାର। ମକାର ହେଲେ ଆହବନ୍ୟ ଅଗ୍ନି, ପରମାତ୍ମା ଦେବତା, ତମ ଗୁଣ, ଦିଉ ଲୋକ, ଜ୍ଞାନ ଶକ୍ତି, ସାମ ବେଦ ଏବଂ ତୃତୀୟ ସ୍ତବନ ତଥା ଶିବ। ଏ ରେଖାରେ 9 ଦେବତା ରହିଛନ୍ତି। ତେବେ ଅ ଓ ମ ଭେଦରେ 3 ଅଗ୍ନି, 3 ଭୂତ, 3 ବେଦ, 3 ପ୍ରକୃତି, 3 ଭୂତ, 3 ଦେବତା ଏବଂ 3 ମାତ୍ରା, 3 ଗୁଣ, 3 ଶକ୍ତି। ଏହିପରି 3 ତିରିକି 9, 9 ତିରିକି 27 ଦେବତା ଏଠାରେ ବାସ କରିଛନ୍ତି। ଏହି ପ୍ରକାର ସ୍ଥାନ ଦେବତା ମାନଙ୍କର ଉତ୍ତମ ଭକ୍ତି ଭାବରେ ନିତ୍ୟ ନମସ୍କାର କରି ସ୍ନାନ ଆଦିରେ ଶୁଦ୍ଧ ହୋଇ ପୁରୁଷ ଯଦି ତ୍ରିପୁଣ୍ଡ ଧାରଣ କରେ ଭୋଗ୍ୟ ମୋକ୍ଷକୁ ମଧ୍ୟ ପ୍ରାପ୍ତ କରିପାରେ। ହେ ମନେଶ୍ୱର, ଇଏ ସମ୍ପୂର୍ଣ୍ଣ ଅଙ୍ଗରେ ସ୍ଥାନ ଦେବତା ମାନେ କୁହାଯାଇଛନ୍ତି କି ଏହା ସମ୍ବନ୍ଧୀ ସ୍ଥାନ ମଧ୍ୟ ଭକ୍ତି ପୂର୍ବକ କହୁଛି, ଶ୍ରବଣ କର। 32, 16, 8, 5 ସ୍ଥାନରେ ତ୍ରିପଣ୍ଡ ଧାରଣ କରିବା। ତେବେ ପ୍ରଥମେ ହେଲା ମସ୍ତକ, ଲଲାଟ, 2 କାନ, 2 ନେତ୍ର, 2 ନାସିକା, ମୁଖ, କଣ୍ଠ, 2 ହାତ, 2 କହୁଣୀ, 2 କଳାଇ, ହୃଦୟ, 2 ପାର୍ଶ୍ୱଭାଗ, ନାଭି, 2 ଅଣ୍ଡକୋଷ, 2 ଉରୁ, 2 ଗୋଳ୍ଫ, 2 ଘୁଣ୍ଟନା, 2 ପିଣ୍ଡଳି, 2 ପାଦ। ଏ ହେଉଛି 32ଟା ସ୍ଥାନ। ଯିଏ ଲଗେଇବ ଏଇ 32 ସ୍ଥାନରେ, ଯିଏ 32 ନ ଲଗେଇ ପାରିବ ସିଏ ଲଗେଇବ ତାର ଅଧା। ତାର କ୍ରମଶରେ ସେଇ 32ଟି ତାହେଲେ କୋଉ କୋଉ ମାନେ ଅଛନ୍ତି ନା ଅଗ୍ନି ଦେବତା, ଜଳ, ପୃଥିବୀ, ବାୟୁ, 10 ପ୍ରଦେଶ, 10 ଦିଗପାଳ, 8 ବସୁ ମାନେ ନିବାସ କରିଛନ୍ତି। ସେଇ 8 ବସୁ କିଏ ନା ଧର, ଧ୍ରୁବ, ସୋମ, ଆପ, ଅନିଳ, ଅନଳ, ପ୍ରତ୍ୟୁଷ, ପ୍ରଭାସ। ଇଏ 8 ବସୁ ମଧ୍ୟ ବାସ କରିଛନ୍ତି। ଏହି ସବୁର ନାମ ମାତ୍ର ନେଇ ସେହି ସ୍ଥାନରେ ବିଦ୍ୱାନ ପୁରୁଷ ତ୍ରିପଣ୍ଡ ଧାରଣ କରିବା ଉଚିତ। ଏକାଗ୍ର ଚିତ୍ତରେ ବର୍ତ୍ତମାନ 16 ସ୍ଥାନ ଶୁଣି ସାରିଲେ, ତାପରେ ଶୁଣିବା ଆମେ 32 ସ୍ଥାନ ଶୁଣିଲେ, ଏବେ ଶୁଣିବା 16 ସ୍ଥାନ। କୋଉ ସ୍ଥାନରେ କୋଉ ଦେବତା ଅଛନ୍ତି ଆଉ କଣ କହିକି ଆମେ କେମିତି ଲଗେଇବା। ମସ୍ତକ, ଲଲାଟ, କଣ୍ଠ, 2 କାନ୍ଧ, 2 ଭୁଜ, 2 କହୁଣୀ, 2 କଳାଇ, ହୃଦୟରେ, ନାଭିରେ, 2 ପସଲିଆରେ, ପୃଷ୍ଠଭାଗରେ ତ୍ରିପଣ୍ଡ ଲଗେଇବା ଏବଂ 2 ଅଶ୍ୱିନୀ କୁମାରଙ୍କ ସହିତ ଶିବ ଶକ୍ତି, ରୁଦ୍ର ଈଶ, ନାରଦ ଏବଂ ବାମା ଆଦି 9 ଶକ୍ତି ମଧ୍ୟ ଏଠାରେ ପୂଜନ କରିବା। ଏହି ସବୁ ମିଶିଲା ପରେ 16 ଦେବତା ଏଠାରେ ବାସ କରିଛନ୍ତି। ଅଶ୍ୱିନୀ କୁମାର 2 ବୋଲି ଆମର କୁହାଯାଇଛି। ନା ସତ୍ୟ, ଦସ୍ତ୍ର, ମସ୍ତକ, କେଶ, 2 କାନ, ମୁଖ, 2 ଭୁଜା, ହୃଦୟ, ନାଭି, ଉରୁ, 2 ଜାନୁ, 2 ପାଦ, ପୃଷ୍ଠଭାଗ। ଏହିପରି 16 ସ୍ଥାନରେ 16 ତ୍ରିପଣ୍ଡ ନ୍ୟାସ କରିବା। ମସ୍ତକରେ ଶିବ ଅଛନ୍ତି, କେଶରେ ଚନ୍ଦ୍ରମା, 2 କାନରେ ରୁଦ୍ର ବ୍ରହ୍ମା, ମୁଖରେ ବିଘ୍ନରାଜ ଗଣେଶ, ହୃଦୟରେ ଶମ୍ଭୁ, ଭୁଜାରେ ବିଷ୍ଣୁ ଲକ୍ଷ୍ମୀ, ନାଭିରେ ପ୍ରଜାପତି, 2 ଉରୁରେ ନାଗ ନାଗକନ୍ୟା, 2 ଘୁଣ୍ଟନାରେ ଋଷିକନ୍ୟା, 2 ପାଦରେ ସମୁଦ୍ର, ବିଶାଳ ପୃଷ୍ଠଭାଗରେ ସମ୍ପୂର୍ଣ୍ଣ ତୀର୍ଥ ଦେବତା ରୂପରେ ବିରାଜମାନ କରିଛନ୍ତି। ଏହି ପ୍ରକାର 16 ସ୍ଥାନର ପରିଚୟ ଦିଆଯାଇଛି। ଏବେ ଆମେ 8 ସ୍ଥାନ କଣ ଜାଣିବା। ଗୁହ୍ୟ ସ୍ଥାନ, ଲଲାଟ, ପରମ ଉତ୍ତମ କର୍ଣ୍ଣ ଯୁଗଳ, 2 କାନ୍ଧ, ହୃଦୟ, ନାଭି। ଇଏ ହେଲେ 8 ସ୍ଥାନ।
ଏଥିରେ ବ୍ରହ୍ମା ଆଉ ସପ୍ତର୍ଷି 8 ଦେବତା ନିବାସ କରିଛନ୍ତି। ଭସ୍ମର ସ୍ଥାନକୁ ଜାଣିବା ପାଇଁ ବିଦ୍ୱାନ ମାନେ ଏହି 8 ସ୍ଥାନର ପରିଚୟ ଦିଆଗଲା। ଏଠାରେ ମସ୍ତକ, 2 ଭୁଜ, ହୃଦୟ, ନାଭି ଏହି 5 ସ୍ଥାନରେ ଭସ୍ମ ବେତା ପୁରୁଷଙ୍କ ଠାରେ ଭସ୍ମ ଧାରଣ କରିବାର ଯୋଗ୍ୟ କୁହାଯାଇଛି। ଯଥାସମ୍ଭବ ଦେଶକାଳ ଆଦିର ଅପେକ୍ଷା ରଖୁଥିବା, ଭସ୍ମକୁ ଅଭିମନ୍ତ୍ରିତ କରୁଥିବା, ଜଳରେ ମିଶାଇ ଏହିପରି ଶିବ ସ୍ମରଣ କରି ଭସ୍ମ ଧାରଣ କରୁଥିବା କାର୍ଯ୍ୟ ଶିବଙ୍କର ପ୍ରାପ୍ତିର ଲାଭ ଫଳ ମିଳିଥାଏ। ଯଦି ଭସ୍ମକୁ ଅସମର୍ଥ ହୋଇଥିବ, ତ୍ରିପଣ୍ଡାଣ୍ଡି ଲଗେଇବା ପାଇଁ ତୁମେ ସମର୍ଥ ନୁହଁ, ତ୍ରିନେତ୍ରଧାରୀ, 3 ଗୁଣର ଆଧାର, 3 ଦେବତାଙ୍କର ଜନକ ଭଗବାନ ଶିବଙ୍କୁ ସ୍ମରଣ କରି ନମଃ ଶିବାୟ କହି ଲଲାଟରେ ତ୍ରିପଣ୍ଡ ଧାରଣ କରିବ। ଈଶାଭ୍ୟଂ ନମଃ କହି 2 ପାର୍ଶ୍ୱ ଭାଗରେ ତ୍ରିପଣ୍ଡ ଧାରଣ କରିବ। ବୀଜାଭ୍ୟଂ ନମଃ କହି 2 କଳାଇରେ ଭସ୍ମ ଲଗେଇବ। ପିତୃଭ୍ୟଂ ନମଃ କହି ନିଚ ଅଙ୍ଗରେ ଲଗେଇବ। ଉମେଶାଭ୍ୟଂ ନମଃ କହି ଉପର ଅଙ୍ଗରେ ଲଗେଇବ। ଭୀମାୟ ନମଃ କହି ପିଠିରେ ଲଗେଇବ। ଶିରର ପଛ ଭାଗରେ ତ୍ରିପଣ୍ଡ ଲଗେଇବାର ବିଧି ରହିଛି। ଓಂ ନମଃ ଶିବାୟ, ନମଃ ଶିବାୟ, ହର ହର ଭୋଲେ ନମଃ ଶିବାୟ, ନମଃ ଶିବାୟ, ଓಂ ନମଃ ଶିବାୟ, हर हर भोले नमः शिवाय, नमः शिवाय, ओम नमः शिवाय, हर हर भोले नमः शिवाय। भस्मभूषितं शिव शंभु शंकर, भस्मभूषितं शिव शंभु शंकर, भालने त्रिशूलधारी शंभु शंकर, शंभु शंकर, भालने त्रिशूलधारी शंभु शंकर, शंभु शंकर, भस्मभूषितं शिव शंभु शंकर, भस्मभूषितं शिव शंभु शंकर, बालने त्रिशूलधारी शंभु शंकर, शंभु शंकर, सामगान प्रियकरा शंभु शंकर, सामगान प्रियकरा शंभु शंकर, शंभु शंकर, भस्मभूषितं शिव शंभु शंकर, शंभु शंकर, भस्मभूषितं शिव शंभु शंकर, शंभु शंकर। बोल भस्मांगधारी शंकर भगवान की जय। त्रिलोकनाथ बोला कुह काहे की, त्रिलोकनाथ बोला कुह काहे की, पाउस बोला शरीर, पाउस बोला शरीर, तिनी आँखि की, त्रिलोकनाथ बोला कुह काहे की, डम्बरु करी आवरण, सर्पकु करी भूषण, मेरु करी आवरण, सर्पकु करी भूषण, तैल बिना केश तुम, तैल बिना केश तुम, सदा थाए की,
କାହିଁକି ପାଉଁଶ ବୋଳା ଶରୀର ପାଉଁଶ ବୋଳା ଶରୀର କୁହ କାହିଁକି ତ୍ରିଲୋକନାଥ ବୋଲ କୁହ କାହିଁକି। ହରି ବୋଲ। ରୁଦ୍ରାକ୍ଷ ଧାରଣର ମହିମା, ତାର ବିବିଧ ଭେଦର ବର୍ଣ୍ଣନା ଆମେ ଆଲୋକପାତ କରିବା। ଶଙ୍କର ଭଗବାନଙ୍କର ଅତି ପ୍ରିୟ ହେଉଛି ରୁଦ୍ରାକ୍ଷ। ଯେଉଁ ରୁଦ୍ରାକ୍ଷ କି ଶଙ୍କର ଭଗବାନଙ୍କର ଆଖି ଲୁହରୁ ଜାତ ହୋଇଛି ବୋଲି ଆମେ ଜାଣିଛେ। ବଡ଼ ଠାକୁର ତୁମେ ନାହିଁ ତୁମ ଘର ଦ୍ୱାର ବୋଲା ବଡ଼ ଠାକୁର ନାହିଁ ତୁମ ଘର ଦ୍ୱାର ଶ୍ମଶାନେ ଜାମିନି ଦେବା ଶ୍ମଶାନେ ଜାମିନି ଦେବା ବିତେ କାହିଁକି ତ୍ରିଲୋକନାଥ ବୋଲା କୁହ କାହିଁକି। ଗରଳ କରିଆ ହାର ନାମ ନୀଳକଣ୍ଠେଶ୍ୱର ମସ୍ତକେ ବହଇ ଗଙ୍ଗା ମସ୍ତକେ ବହଇ ଗଙ୍ଗା କୁହ କାହିଁକି ତ୍ରିଲୋକନାଥ ବୋଲା କୁହ କାହିଁକି। କେତେ ଦୁଃଖୀ ରଙ୍କି ଯାଇ ହାତ ପାତନ୍ତି ଗୋସାଇଁ ଦୁଃଖ ତାଙ୍କ ଦୂର କର ଦୁଃଖ ତାଙ୍କ ଦୂର କର ବାବା ମଣିକି ତ୍ରିଲୋକନାଥ ବୋଲା କୁହ କାହିଁକି। ପାଉଁଶ ବୋଳା ଶରୀର ପାଉଁଶ ବୋଳା ଶରୀର କୁହ କାହିଁକି ତ୍ରିଲୋକନାଥ ବୋଲା କୁହ କାହିଁକି। ଗଳାରେ ମୁଣ୍ଡ ମାଳ ତା ସାଥେ ରୁଦ୍ରାକ୍ଷ ହାର ଭକ୍ତ ମନ ବାଞ୍ଛା ପୂର୍ଣ୍ଣ କର ନାମ ସତ୍ୟ ଶିବ ସୁନ୍ଦର ଜନ୍ମ ହୋଇଛନ୍ତି ଭକ୍ତ ତୁମ ପାଇଁକି ତ୍ରିଲୋକନାଥ ବୋଲା କୁହ କାହିଁକି। ରୁଦ୍ରାକ୍ଷ ଭଗବାନ ଶିବଙ୍କର ଅତି ପ୍ରିୟ ପରମ ପାବନ। ରୁଦ୍ରାକ୍ଷର ଦର୍ଶନ ସ୍ପର୍ଶ ଏବଂ ସେହି ରୁଦ୍ରାକ୍ଷ ମାଳାରେ ଜପ କରିବାରେ ସମସ୍ତ ପାପ ଅପହରଣ ହୋଇଯାଏ ଏବଂ ପୁଣ୍ୟ ଆମ ନିକଟରେ ସଞ୍ଚୟ ହୋଇ ରହିଥାଏ। ପୂର୍ବ କାଳରେ ପରମାତ୍ମା ଭଗବାନ ଶିବ ସମସ୍ତ ଲୋକର ଉପକାର କରିବା ପାଇଁ ଦେବୀ ପାର୍ବତୀଙ୍କ ସାମ୍ନାରେ ରୁଦ୍ରାକ୍ଷର ମହିମାକୁ ବର୍ଣ୍ଣନା କରୁଛନ୍ତି। ଭଗବାନ ଶିବ କହିଲେ, ହେ ମହେଶ୍ୱରୀ, ହେ ଶିବାନୀ, ମୁଁ ତୁମର ପ୍ରେମ ବଶ ଭକ୍ତର ହିତ କାମନା କରିବା ପାଇଁ ରୁଦ୍ରାକ୍ଷର ମହିମାକୁ ଏବେ ବର୍ଣ୍ଣନା କରୁଛି। ତୁମେ ମନ ଧ୍ୟାନ ପୂର୍ବକ ଶ୍ରବଣ କର। ହେ ମହେଶାନୀ, ପୂର୍ବ କାଳର କଥା ମୁଁ ମନରେ ସଂଶୟ ରଖି 1000 ଦିବ୍ୟ ବର୍ଷ ପର୍ଯ୍ୟନ୍ତ ଘୋର ତପସ୍ୟାରେ ଲାଗିଗଲି। ଦିନେ କଣ ହେଲା ନା ସହସା ମୋର ମନରେ କ୍ଷୁବ୍ଧ କ୍ରୋଧ ସୃଷ୍ଟି ହେଲା। ହେ ପରମେଶ୍ୱରୀ, ମୁଁ ସମ୍ପୂର୍ଣ୍ଣ ଲୋକର ଉପକାର କରିବା ପାଇଁ ସ୍ୱତନ୍ତ୍ର ପରମେଶ୍ୱର
ଏଣୁ ଏହି ସମୟରେ ମୁଁ ଲୀଳାବଶତଃ ନିଜ ଦୁଇ ନେତ୍ର ଖୋଲି ଦଉଛି ଏବଂ ଖୋଲିବା ସମୟରେ ମୋର ମନୋହର ନେତ୍ରପୁଟରୁ କିଛି ଜଳର ବୁନ୍ଦା ନିର୍ଗତ ହେଉଛି, ଆଉ ସେହି ଲୋତକରୁ ବୁନ୍ଦା ବୁନ୍ଦା ଆସି ସେହି ରୁଦ୍ରାକ୍ଷ ନାମକ ଏକ ବୃକ୍ଷ ସୃଷ୍ଟି ହେଉଛି। ଭକ୍ତ ଉପରେ ଅନୁଗ୍ରହ କରିବା ପାଇଁ ଅଶ୍ରୁବିନ୍ଦୁ ସ୍ଥାବର ଭାବମାନଙ୍କୁ ପ୍ରାପ୍ତ କରୁଛି। ସେହି ରୁଦ୍ରାକ୍ଷ ମୁଁ ବିଷ୍ଣୁ ଭକ୍ତଙ୍କୁ ତଥା ଚାରିବର୍ଣ୍ଣର ଲୋକମାନଙ୍କୁ ବାଣ୍ଟିଦେଲି। ଭୂତଳ ଉପରେ ନିଜର ପ୍ରିୟ ରୁଦ୍ରାକ୍ଷକୁ ମୁଁ ଗୌଡ଼ ଦେଶରେ ଉତ୍ପନ୍ନ କରିଥିଲି। ତାପରେ କାଳକ୍ରମେ ମଥୁରା, ଅଯୋଧ୍ୟା, ଲଙ୍କା, ମଳୟାଚଳ, ସହ୍ୟଗିରି, କାଶୀ, ଅନ୍ୟ ଦେଶମାନଙ୍କରେ ମଧ୍ୟ ତାହାର ଅଙ୍କୁରକୁ ମୁଁ ନିଜେ ହିଁ ବପନ କଲି। ସେ ଉତ୍ତମ ରୁଦ୍ରାକ୍ଷ ଅସହ୍ୟ ପାପ ସମୂହକୁ ଭେଦନ କରିବାରେ ଏବଂ ଶ୍ରୁତି ମାନଙ୍କର ମଧ୍ୟ ପରମ ପ୍ରେରକ ହୋଇଥିଲା। ମୋ ଆଜ୍ଞାରେ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର ଜାତିର ଭେଦରେ ଏହି ଭୂତଳ ଉପରେ ପ୍ରକଟିତ ହୋଇଥିଲି। ଆଉ ରୁଦ୍ରାକ୍ଷ ହିଁ ଜାତିରେ ଶୁଭାକ୍ଷ ବୋଲି କୁହାଯାଉଛି। ଏହି ବ୍ରାହ୍ମଣ ଆଦି ଯୋଉ ଚାରି ଜାତି ରହିଛି, ରୁଦ୍ରାକ୍ଷ ସେହି ଅନୁସାରେ ଚାରି ଜାତି ପାଇଁ ଚାରି ରଙ୍ଗର ରୁଦ୍ରାକ୍ଷ ମୋ ରୁଦ୍ରାକ୍ଷ ବିଷୟରେ ସମସ୍ତେ ଜାଣିବାର ଆବଶ୍ୟକତା ରହିଛି। ବ୍ରାହ୍ମଣ ମାନଙ୍କ ପାଇଁ ଶ୍ଵେତ ରୁଦ୍ରାକ୍ଷ, କ୍ଷତ୍ରିୟ ମାନଙ୍କ ପାଇଁ ରକ୍ତ, ବୈଶ୍ୟ ମାନଙ୍କ ପାଇଁ ପୀତ, ଶୂଦ୍ର ମାନଙ୍କ ପାଇଁ କୃଷ୍ଣ ବର୍ଣ୍ଣର ରୁଦ୍ରାକ୍ଷ ରହିଛି। ମନୁଷ୍ୟ ଜାଣିବା ଉଚିତ ଯେ ବର୍ଣ୍ଣ ଅନୁସାରେ ନିଜର ଜାତି ଅନୁସାରେ ରୁଦ୍ରାକ୍ଷ ଧାରଣ କରିବା ଉଚିତ। ଭୋଗ ଆଉ ମୋକ୍ଷକୁ ଇଚ୍ଛା ରଖୁଥିବା ଚାରିବର୍ଣ୍ଣଧାରୀ ବିଶେଷତଃ ଶିବ ଭକ୍ତ ଶିବ ପାର୍ବତୀଙ୍କର ପ୍ରସନ୍ନତା ପାଇଁ ରୁଦ୍ରାକ୍ଷ ଫଳକୁ ଅବଶ୍ୟ ଧାରଣ କରିବା ଉଚିତ। ଅଁଳାର ଫଳ ବରାବର ଯେପରି ରୁଦ୍ରାକ୍ଷ ମଧ୍ୟ ଠିକ ସେହିପରି ଶ୍ରେଷ୍ଠ ହୋଇଥାଏ। ଯିଏ ବରକୋଳି ଫଳର ଭଳି ମଧ୍ୟମ ଶ୍ରେଣୀ ହେଉଛି ଏବଂ ଚଣା ଭଳିଆ ସିଏ ହେଉଛି ନିମ୍ନ କୋଟିର। ଅଁଳା ଭଳି ଯିଏ ପ୍ରଥମ ରୁଦ୍ରାକ୍ଷ ବଡ ରୁଦ୍ରାକ୍ଷ ଶ୍ରେଷ୍ଠ ଉତ୍ତମ, ମଧ୍ୟମ ହେଉଛି ବରକୋଳି ଆକାରର, ତୃତୀୟଟି ହେଉଛି ଚଣା ଭଳି ଛୋଟ ଛୋଟ। ଏହିଭଳି ଉତ୍ତମ ପରଖି ଦ୍ୱିତୀୟ ଉତ୍ତମ ପ୍ରକ୍ରିୟା ମୁଁ ଏବେ କହୁଛି। ଏହି କଥା କହିବା ଉଦ୍ଦେଶ୍ୟରେ ଭକ୍ତ ମାନଙ୍କର ଏଥିରେ ହିତ କାମନା ହୋଇଥାଏ। ହେ ଦେବୀ ଶିବାନୀ ପାର୍ବତୀ, ତୁମେ ଭଲ ଭାବରେ ପ୍ରେମ ପୂର୍ବକ ବୈରାଗ୍ୟର ସହିତ ଆନନ୍ଦ ମନରେ ଏ ବିଷୟକୁ ଶ୍ରବଣ କର। ଯିଏ ରୁଦ୍ରାକ୍ष बेर के फल के बराबर होता है। जे रुद्राक्षर बरकोली फल होइतिबा भलिया जे उत्तम बा छोट हेबा पर मध्य समस्त लोकरे ताकू उत्तम बोली कहा जायछि। सुख सौभाग्यर वर्धनकारी मध्य होइथाय। जे रुद्राक्ष अँला फली होइथाय समस्त अरिष्ट मानकू से विनाश करिथांती एवं गुंजा फल समान जोटा छोट छोट चना भलिया से समस्त मनोरथ एवं फलर सिद्धि करिथाय। रुद्राक्ष जेपरि जेपरि छोट हेबो सेपरि सेपरि अधिक फल मध्य देइथाय। एक एक बड़ रुद्राक्षरु एक एक छोट रुद्राक्षर विद्वान माने 10 गुणा अधिक बोली कहिसंती। पापी मानकर नाश करिबा पाप मानकर नाश करिबा पई रुद्राक्ष धारण आवश्यक बोली कहि जायछि। एठारे निश्चित जे संपूर्ण अभीष्ट मनोरथर साधक होइथांती। एणु अवश्य एही रुद्राक्ष को धारण करिबा उचित। लोकर मंगलमय रुद्राक्ष जेपरि फल प्रदान करिथाय ठीक सेही परि फलदायिनी द्वितीय कौनसी माला देई पारि नथाय। विष्णु पुराण रे तुलसी, शिव पुराण रे रुद्राक्ष। हरि बोल। समान आकार प्रकारर चिकण मजबूत स्थूल कंटक युक्त छोट छोट दाना हिथिबो। सुंदर रुद्राक्ष अभिलषित पदार्थ दाता सदैव भोग मोक्ष प्रदान करिथाय। जेपरि पीड़रे चित्तरे दूषित होई नथिबो, फटाफटी होई नथिबो, गोजिया तेढ़ा मेढ़ा होई नथिबो, व्रणयुक्त होइथिबो, पूरा पूरा गोल होई नथिबो। 5 प्रकार रुद्राक्ष त्याग करदेबा उचित।
କୀଟ ଲାଗିନଥିବ, ଫଟାଫଟି ହୋଇନଥିବ, ଆବୁଡା ଖାବୁଡା ହେଇନଥିବ, ବ୍ରଣଯୁକ୍ତ ଭଳିଆ ହୋଇଥିବ, ପୁରା ଗୋଲ ହୋଇନଥିବ। ଏହି 5 ପ୍ରକାର ରୁଦ୍ରାକ୍ଷକୁ ତ୍ୟାଗ କରିବା ଉଚିତ। ଯେଉଁ ରୁଦ୍ରାକ୍ଷରେ ନିଜେ ନିଜର ଡୋରକୁ ଲଗେଇ ଯୋଗ୍ୟ ଛିଦ୍ର କରିବ ଏବଂ ତାହା ହେଉଛି ଉତ୍ତମ। ଯେଉଁ ମନୁଷ୍ୟ ପ୍ରଯତ୍ନ ଛିଦ୍ର କରିଥାଏ ତାହା ମଧ୍ୟମ ଶ୍ରେଣୀର ହୋଇଥାଏ। ରୁଦ୍ରାକ୍ଷ ଧାରଣ ବଡ ବଡ ପାତକର ନାଶ କରିଥାଏ। ଏହା ଜଗତର 1100 ରୁଦ୍ରାକ୍ଷ ଧାରଣ କରି ମନୁଷ୍ୟ ଯେଉଁ ଫଳକୁ ପାଇଥାଏ ତାହାର ବର୍ଣ୍ଣନା 100 କୋଟି ବର୍ଷରେ ମଧ୍ୟ କରାଯାଇ ନ ପାରେ। ଭକ୍ତିମାନ ପୁରୁଷ 550 ରୁଦ୍ରାକ୍ଷ ଦାନାକୁ ସୁନ୍ଦର ମୁକୁଟ ବନେଇ ଯିଏ ଶିର ଉପରେ ଧାରଣ କରେ 360 ଦାନାର ଲମ୍ବା ସୂତ୍ରରେ ତାକୁ ମାଳା କରି ଗୁନ୍ଥାଇ ହାର କରି ଲଗାଇଥାଏ। ସେପରି 3 ହାର ବନେଇ ଭକ୍ତିପରାୟଣ ପୁରୁଷ ଯିଏ ଯଜ୍ଞ ପବିତ୍ର କରି ଲଗାଇଥାଏ ଯଥାସ୍ଥାନରେ ଧାରଣ କରିଥାଏ ସେ ଧନ୍ୟ ହୋଇଯାଏ। ଏହାପରେ କୌଣସି ଅଙ୍ଗରେ କେତେ ରୁଦ୍ରାକ୍ଷ କିପରି ଭାବରେ ଧାରଣ କରିବା ଉଚିତ ଏହି କଥା କହିବା ପାଇଁ ସୂତ୍ରଜୀ କହୁଛନ୍ତି, ହେ ମହର୍ଷି, ଶିର ଉପରେ ଈଶାନ ମନ୍ତ୍ରରେ, କାନରେ ତତ୍ପୁରୁଷ ମନ୍ତ୍ରରେ, ଗଳାରେ ହୃଦୟରେ ଅଘୋର ମନ୍ତ୍ରରେ ରୁଦ୍ରାକ୍ଷ ଧାରଣ କରିବା ଉଚିତ। ବିଦ୍ୱାନ ପୁରୁଷ 2 ହାତରେ ଅଘୋର ବୀଜ ମନ୍ତ୍ରରେ ରୁଦ୍ରାକ୍ଷ ଧାରଣ କରିବ। ଉଦର ଉପରେ ବାମଦେବ ମନ୍ତ୍ରରେ 15 ରୁଦ୍ରାକ୍ଷ ଦ୍ୱାରା ଗୁନ୍ଥା ହୋଇଥିବା ମାଳାକୁ ଧାରଣ କରିବ। ଅଙ୍ଗ ସହିତ ପ୍ରଣବର 5 ବାର ଜପ କରିବ। ରୁଦ୍ରାକ୍ଷର 3, 5, 7 ମାଳା ଧାରଣ କରିପାରିବ। ତାର ମୂଳ ମନ୍ତ୍ର ହେଉଛି ନମଃ ଶିବାୟ। ଏହି ମନ୍ତ୍ରରେ ସମସ୍ତ ରୁଦ୍ରାକ୍ଷକୁ ଧାରଣ କରିବ। ରୁଦ୍ରାକ୍ଷଧାରୀ ପୁରୁଷ ନିଜର ଖାଇବା ପିଇବା, ମଦିରା, ମାଂସ, ରସୁଣ, ପିଆଜ, ସହିଜନ ମାନେ କଣ ଅଦା, ଲିସୋଡା ଆଦିକୁ ତ୍ୟାଗ ମଧ୍ୟ କରିବ। ଲିସୋଡା ତ୍ୟାଗ। ଗିରିରାଜ ନନ୍ଦିନୀ ଉମେ ଶ୍ଵେତ ରୁଦ୍ରାକ୍ଷ କେବଳ ବ୍ରାହ୍ମଣ ମାନେ ହିଁ ଧାରଣ କରିବା ଉଚିତ। ଗହରା ଲାଲ ରଙ୍ଗ ରୁଦ୍ରାକ୍ଷ କ୍ଷତ୍ରିୟ ମାନଙ୍କ ପାଇଁ ହିତକାର ହୋଇଥାଏ। ବୈଶ୍ୟମାନେ ପ୍ରତିଦିନ ବାରମ୍ବାର ହଳଦିଆ ରୁଦ୍ରାକ୍ଷ ଧାରଣ କରିବା ଉଚିତ। ଶୂଦ୍ରମାନେ କଳା ରଙ୍ଗର ରୁଦ୍ରାକ୍ଷ ଧାରଣ କରିବା ଉଚିତ। ଏହା ହେଉଛି ବେଦୋକ୍ତ ମାର୍ଗ ଅଟେ। ବ୍ରହ୍ମଚାରୀ, ବାନପ୍ରସ୍ଥ, ଗୃହସ୍ଥ, ସନ୍ନ୍ୟାସୀ ସମସ୍ତେ ନିୟମ ପୂର୍ବକ ରୁଦ୍ରାକ୍ଷ ଧାରଣ କରିବା ଉଚିତ। ଏହା ଧାରଣ କରିବାର ସୌଭାଗ୍ୟ ବଡ ପୁଣ୍ୟରେ ପ୍ରାପ୍ତ ହୋଇଥାଏ। ପ୍ରଥମ ଅଁଳାରେ ବରାବର, ପୁନଶ୍ଚ ଏଥିରେ ମଧ୍ୟ ଛୋଟ ରୁଦ୍ରାକ୍ଷ ଧାରଣ କରାଯାଇପାରିବ। ଯିଏ ରୋଗୀ, ଯିଏ କିଛି ଦାନ କରିପାରୁନଥିବ, ଯୋଉଥିରେ ଦାନା ନଥିବ, ଯୋଉଠାରେ କୀଟ ଖାଇ ଦେଇଥିବ ଏବଂ ସୂତା ଗଳେଇବା ପାଇଁ ଛିଦ୍ର ନଥିବ, ରୁଦ୍ରାକ୍ଷ ମଙ୍ଗଳ ଆକାଂକ୍ଷା ପୁରୁଷକୁ ଧାରଣ କରିବା ଉଚିତ ନୁହେଁ। पुरुष को नहीं धारण करना चाहिए। तो रुद्राक्ष मोर मंगलमय लिंग विग्रह अटे, तेणु अंतत गत्वा चना भलिया सर्वदा प्रशस्त बोली कहाजिबो। अंतत गत्वा चना भली लघुतर होइतिबो। सूक्ष्म रुद्राक्ष को सर्वदा प्रशस्त बोली मानि निया जायछि। समस्त आश्रम रे, समस्त वर्ण रे माने शूद्र माने मध्य भगवान शिवं को आज्ञा अनुसार सदैव रुद्राक्ष धारण करबा उचित। सर्वाश्रमाणां वर्णानां स्त्री शूद्राणां शिवाज्ञयां धार्या सदैव रुद्राक्ष्या। माने सदैव शिवंकर मंगल पाई रुद्राक्ष धारण करिपरिबे। जति मानक पाई प्रणव उच्चारण रुद्राक्ष धारण विधान रहिछि। ललाटरे त्रिपुंड लगेब। समस्त अंग रुद्राक्ष रे विभूषित होइथिब। मृत्युंजय मंत्र जप करि पारुथिब। तांकर दर्शन करिवारे रुद्राक्ष दर्शन फल प्राप्त होइथाय।
हे पार्वती, रुद्राक्ष अनेक प्रकार कहिगली, किंतु ମୁଁ भेद अनुसारे तार वर्णना करुछि। भेद भोग मुख्य रूप फल प्रदान करिथाए। तुमे उत्तम भक्ति भावरे ताहार परिचय को श्रवण कर। एक मुखधारी रुद्राक्ष साक्षात शिवंकर स्वरूप भोग मुख्य रूपी फल प्रदान करिथाए। रुद्राक्षर पूजा हेले सेठारे लक्ष्मी आउ दूरेकी रही पारंती नाही। से स्थान रे कोनोसी उपद्रव नष्ट हुए नाही। सेठारे लोकमानकर संपूर्ण कामना पूर्ण होइथाए। एवं द्विमुखधारी रुद्राक्ष देव देवेश्वर बोली कहा जाइथाए, जहाँकि संपूर्ण कामना फल को प्रदान करिथाए। तीन मुखधारी रुद्राक्ष सदा सर्वदा साधनार फल प्रदान करिथाए एवं ता प्रभाव रे समस्त विद्या प्रतिष्ठित होइथाए। चारि मुखधारी रुद्राक्ष साक्षात ब्रह्मांकर रूप, तार दर्शन स्पर्शन रे शीघ्र धर्म अर्थ काम मोक्ष चतुर्वर्ग पुरुषार्थ प्राप्त होइथाए। पांच मुखधारी रुद्राक्ष साक्षात कालाग्नि रुद्र रूप अटंती। एही सबु किछि करिबारे समर्थ अटंती। समस्तको मुक्ति प्रदान करुथिबा संपूर्ण मनोवांछित फल को प्रदान करिथांती। पंचमुख रुद्राक्ष समस्त पाप को दूर करि देइथांती। छ मुखधारी रुद्राक्ष कार्तिकेयंकर स्वरूप। यदि डाहाणा हाथरे ताको धारण करा जाए तो तेबे मनुष्य ब्रह्म हत्या आदि करिथिबा पापरु से मुक्त हो जाए। एथिरे कोनोसी संशय नाही। हे महेश्वरी, सात मुखधारी रुद्राक्ष अनंग स्वरूप अनंग नाम रे प्रसिद्ध। हे देवेशी, एहाकु धारण करिबारे दरिद्र मध्य ऐश्वर्यशाली हो जाए। आठ मुखधारी रुद्राक्ष अष्टमूर्ति भैरव रूप अटे। ताहाकु धारण कले मनुष्य पूर्णाई होइथाए। मृत्यु परे शूलधारी शंकर हो जाइथाए। नौ मुख रुद्राक्ष भैरव एवं कपिल मुनिंकर प्रतीक बोली कह जाइछि। नौ रूप धारणकारी महेश्वरी दुर्गा तांकर अधिष्ठात्री देवी बोली मानि नेबा। जेउ मनुष्य भक्ति परायण होई निज बाँ हाथरे नवमुख रुद्राक्ष को धारण करे, से निश्चिंत ही मोर समान सर्वेश्वर हो जाए। एथिरे कोनोसी संशय नाही। दशमुखधारी रुद्राक्ष साक्षात भगवान विष्णुंकर रूप। ताहाकु धारण करिबारे मनुष्यर संपूर्ण कामना पूर्ण हो जाए। 11 रुद्र मुखधारी रुद्राक्ष रुद्र रूप अटे, जहाकु धारण कले मनुष्य सर्वत्र विजय होइथाए। 12 मुखधारी रुद्राक्ष केश प्रदेश रे धारण कले ताहार धारण करिबा द्वारा मस्तक उपरे 12 आदित्य विराजमान करिथांती। 13 मुखधारी रुद्राक्ष विश्वदेवंकर स्वरूप, जहाकु धारण कले मनुष्य संपूर्ण अभिष्ट को प्राप्त करिथाए एवं सौभाग्य मंगल लाभ करिथाए। 14 मुखधारी जो रुद्राक्ष ताहा परम शिव रूप भक्ति पूर्वक मस्तक उपरे धारण करिबा उचित। एथिरे समस्त पापर विनाश होइथाए। हे गिरिराज कुमारी, एही प्रकार मुखर भेदरे रुद्राक्षर 14 भेद बतैली। एबे तुमे क्रमशः रुद्राक्ष धारण करिबार मंत्र को प्रसन्नता पूर्वक श्रवण कर। एक मुखधारी ओम हरिं नमः। द्वितीय दुई मुखधारी ओम नमः। तीन मुखधारी ओम क्लीं नमः। चारि मुखधारी ओम हरिं नमः। पांच मुखधारी ओम हरिं नमः। छ मुखधारी ओम हरिं हुं नमः। सात मुखधारी ओम हुं नमः। 8 ओम हुं नमः। 9 मुखधारी ओम हरिं हुं नमः। 10 ओम हरिं नमः। 11 ओम हरिं हुं नमः। 12 ओम क्रों खौं रों नमः। 13 ओम हरिं नमः। 14 ओम नमः। एही प्रकारी 14 मंत्र द्वारा क्रमशः 1 ठारू 14 मुखधारी रुद्राक्ष को धारण करिबार विधान रहिछि। साधक जानिबा उचित कि निद्रा आलस्य को परित्याग करी श्रद्धा भक्ति रे संपूर्ण मनोरथर सिद्धि पाई
ଉକ୍ତ ମନ୍ତ୍ର ଦ୍ୱାରା ଏଇ ରୁଦ୍ରାକ୍ଷକୁ ଧାରଣ କରିବା ଉଚିତ। ରୁଦ୍ରାକ୍ଷର ମାଳା ଧାରଣ କରିବା ଦ୍ୱାରା ପୁରୁଷ, ଭୂତ, ପ୍ରେତ, ପିଶାଚ, ଡାକିନୀ, ଶାକିନୀ, ଅନ୍ୟ ଦ୍ରୋହକାରୀ ଯେତେ ରାକ୍ଷସ ଆଦି ଅଛନ୍ତି ସବୁ ଦୂରକୁ ପଳେଇ ଯାଆନ୍ତି। ଯିଏ କୃତ୍ରିମ ଅଭିଚାର ଆଦି ପ୍ରଯୁକ୍ତ ହୋଇଥାନ୍ତି ସବୁ ରୁଦ୍ରାକ୍ଷ ଧାରୀଙ୍କୁ ଦେଖି ସଂଶୟ ତାଙ୍କର ସବୁ କୁଆଡୁ ଦୂରେଇ ଯାଏ। ରୁଦ୍ରାକ୍ଷ ମାଳାଧାରୀ ପୁରୁଷକୁ ଦେଖିଲେ ଶିବ, ଭଗବାନ ଶିବ, ଦେବୀ ଦୁର୍ଗା, ଗଣେଶ, ସୂର୍ଯ୍ୟ, ଅନ୍ୟ ଦେବତା ମାନେ ମଧ୍ୟ ପ୍ରସନ୍ନ ହୋଇଥାନ୍ତି। ଏହି ପ୍ରକାର ରୁଦ୍ରାକ୍ଷର ମହିମାକୁ ଜାଣି ଧର୍ମର ବୃଦ୍ଧି ପାଇଁ ଭକ୍ତି ପୂର୍ବକ ପୂର୍ବୋକ୍ତ ମନ୍ତ୍ର ଦ୍ୱାରା ବିଧିବତ ଭାବରେ ଧାରଣ କରିବା ଉଚିତ। ଭଗବାନ ଶିବ, ଦେବୀ ପାର୍ବତୀଙ୍କ ସମାନ ଯାହା କିଛି କୁହାଗଲା ସବୁ ତୁମର ପ୍ରଶ୍ନ ଅନୁସାରେ ମୁଁ ତୁମକୁ ବତାଇଛି, ତୁମେ ମନ ଦେଇ ଶ୍ରବଣ କଲ। ଏବେ ମୁଁ ତୁମର ସମକ୍ଷରେ ଏହି ବିଦେଶ୍ୱର ସଂହିତା ବର୍ଣ୍ଣନା କଲି। ଏହି ସଂହିତା ସମ୍ପୂର୍ଣ୍ଣ ସିଦ୍ଧି ଦେଇଥାଏ। ଭଗବାନ ଶିବଙ୍କର ଆଜ୍ଞାରେ ନିତ୍ୟ ମୋକ୍ଷ ପ୍ରଦାନ କରିଥାଏ। ଅଧ୍ୟାୟ 28 ବିଦେଶ୍ୱର ସଂହିତା ସମ୍ପୂର୍ଣ୍ଣ ହୋଇଛି ଏବଂ ଆମେ ରୁଦ୍ର ସଂହିତା ଯାହାକି 5 ଖଣ୍ଡ, ପ୍ରଥମ ଖଣ୍ଡ ସୃଷ୍ଟି ଖଣ୍ଡ ଆମେ ପଛରେ ଆଲୋଚନା କରିବା। ଓମ୍ ନମଃ ଶିବାୟ, ଓମ୍ ନମଃ ଶିବାୟ, ଓମ୍ ନମଃ ଶିବାୟ, ଓମ୍ ନମଃ ଶିବାୟ। जय महेश जगबंधु नित्य त्रिभुवन भयंकर, जय राम प्रिय सर्व सर्वदा, जय शिव शंकर। व्योमकेश सर्वेश त्रिपुर धनुजेश विनाशन, जय मंगलमय मूर्ति शंभो हे भवभय नाशन। ओम नमः शिवाय, ओम नमः शिवाय, ओम नमः शिवाय, ओम नमः शिवाय। रखिले शिव मारिब किए, मारिले शिव रखिब किए, रखिले शिव मारिब किए, मारिले शिव रखिब किए। शिव पिता शिव माता शिव ही गुरु, शिव पिता शिव माता शिव ही गुरु। प्रणमामि शिवं शिवकल्पतरु, प्रणमामि शिवं शिवकल्पतरु। दुखी दुख पाई मंदिर दुआर, एमिति खोला थाऊ। भक्ति अनुरागे पापर तुमार, एमिति जलु थाऊ। दुखी दुख पाई मंदिर दुआर, एमिति खोला थाऊ। भक्ति अनुरागे जगर तुमार, एमिति जलु थाऊ। सुख आसु दुख आसु बाजु डम्बरु, सुख आसु दुख आसु बाजु डम्बरु। प्रणमामि शिवं शिवकल्पतरु, प्रणमामि शिवं शिवकल्पतरु। दिने न देखिल दुनिया तुमार, तिनी आखि खोला थाऊ। अन्याय नीति पाप नियाजी जलुअछि दाउ दाउ। दिने न देखिल दुनिया तुमार, तिनी आखि खोला थाऊ। अन्याय नीति पाप नियाजी जलुअछि दाउ दाउ। पाप ताप घुंची जाऊ बाजु डम्बरु, पाप ताप घुंची जाऊ बाजु डम्बरु।
प्रणमामि शिवं शिवकल्पतरु प्रणमामि शिवं शिवकल्पतरु प्रणमामि शिवं शिवकल्पतरु रखिले शिव मारिब किए मारिले शिव रखिब किए शिव पिता शिव माता शिव ही गुरु शिव पिता शिव माता शिव ही गुरु प्रणमामि शिवं शिवकल्पतरु प्रणमामि शिवं शिवकल्पतरु प्रणमामि शिवं शिवकल्पतरु। ओम नमः शिवाय। हरि बोल। अरे माता जी जितना से के थोड़ा दांत के बे जितना से के थोड़ा उंगल दे लिखिए दा आओ महाराज शुणुचंद ना सोई पड़लेन के जानी यार बता आप ମୁଁ ପୁରା ଶୁଣୁଥିଲି ମାନେ ହାତ ହାତ ବାଜିଗଲେ ମୋର କନଭିଟ୍ ହେଇଯିବ ସେଥିପାଇଁ ମୁଁ ଚୁପଚାପ ଅଛି। अरे महाराज अरे केते सुना पिला मो शिव बाबा बहुत दयालु केमिति जानिच केबे कांदिले सुबे मुह आसी पोछि दिए आखि लुह केबे कांदिले सुबे मुह आसी पोछि दिए आखि लुह बापा परी दिए पिठी को आउसी बापा परी दिए पिठी की आउसी माँ परी दिए कोल कुसाउटी अरे और बोले खाता नहीं କଣ ହେଲା कौन साइलेंट पी पा कौन हम बुझी पाइलेनी तो केबे कांदिले सुबे मुह आसी पोछि दिए आखि लुह बापा परी दिए पिठी को आउसी माँ परी करे स्नेह शिव बाबा बड़ दयामय शिव बाबा बड़ दयामय फूल ठुकमल हृदय तांकर निज ठारु बेसी लागंती निजर फूल ठुकमल हृदय तांकर निज ठारु बेसी लागंती निजर स्नेह ममतार सागर सिए गभीरता तार मापिब किए सात ताल पानी सात ताल पंख सात ताल पानी सात ताल पंख निशितांको सारी नुह शिव बाबा बड़ दयामय शिव बाबा बड़ दयामय केबे कांदिले सुबे मुह आसी पोछि दिए आखि लुह तांको जिए थरे करे भरोसा तमर भूमि रे हुए भरोसा तांको जिए थरे करे भरोसा तमर भूमि रे हुए भरोसा
রাখে নাই সিয়ে অভাব କିଛି ମାଗିବା ଗରୁ ଦିଅନ୍ତି ଯାଚି ଏ ମୋର ଜଗତେ ବାପା ପରି ସତେ ଏ ମୋର ଜଗତେ ବାପା ପରି ସତେ କିଏ ଆଉ ହେବ କୁହ ଶିବ ବାବା ବଡ଼ ଦୟାମୟ ଶିବ ବାବା ବଡ଼ ଦୟାମୟ ଶିବ ବାବା ବଡ଼ ଦୟାମୟ ବାପା ପରି ଦିଏ ପୃଥିବୀ ଆଉସି ମା ପରି କରି ସ୍ନେହ ଶିବ ବାବା ବଡ଼ ଦୟାମୟ ଶିବ ବାବା ବଡ଼ ଦୟାମୟ शिव बाबा बड़ दयामय। शंकर भगवान की जय। हरि बोल।